ଆପଣଙ୍କ ଖାତାକୁ 1 ଟଙ୍କା ଯାଇଛି କି? ଯଦି ଯାଇନାହିଁ କ'ଣ ପାଇଁ ଯାଇନାହିଁ? 17 ତାରିଖ ମଧ୍ୟରେ 1 ଟଙ୍କା ମିଳିବାର ଥିଲା, କିନ୍ତୁ ବହୁତ ଲୋକଙ୍କୁ 1 ଟଙ୍କା ମିଳିନାହିଁ। ବ୍ୟାଙ୍କରେ ରହିଲା କି କିଛି ପ୍ରୋବ୍ଲେମ୍? କ'ଣ ରହିଲା ବ୍ୟାଙ୍କରେ ପ୍ରୋବ୍ଲେମ୍? ଚାଲୁନ ଜାଣିବା ଏହି ଭିଡ଼ିଓରେ ପୁରା ଖବର। ଯେଉଁମାନେ ଚ୍ୟାନେଲଟିକୁ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ପାଇବା ପାଇଁ। ଆଜ୍ଞା ବନ୍ଧୁମାନେ, ଦେଖନ୍ତୁ ଆପଣଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖା ଯାଇଥିବ 3 ଦିନ ପୂର୍ବରୁ। ପ୍ରଭାତୀ ପରିଡ଼ାଙ୍କ କହିବା ଅନୁଯାୟୀ ଆକାଉଣ୍ଟ ଚେକିଂ କରିବା ପାଇଁ ଟଙ୍କାଟେ ଲେଖା ପଠାଇଥିଲା। ଯେଉଁମାନଙ୍କୁ ଟଙ୍କାଟେ ଲେଖା ଆସିଥିଲା ସେମାନଙ୍କୁ ହିଁ ସୁଭଦ୍ରା ଟଙ୍କା କାଲି ମିଳିଛି। ଆଉ ଯେଉଁମାନଙ୍କ ଖାତାକୁ 1 ଟଙ୍କା ଯାଇନାହିଁ ସେମାନଙ୍କୁ ସୁଭଦ୍ରା ଟଙ୍କା କିଛି ବି ମିଳିନାହିଁ। ତ କଥା କ'ଣ କି ବନ୍ଧୁମାନେ, ଦେଖନ୍ତୁ ଆମର ଟୋଟାଲ୍ 60 ଲକ୍ଷ ଲୋକ ଆପ୍ଲାଏ କରିଥିଲେ, ତା ଦେହରୁ 24 ଲକ୍ଷ ଲୋକଙ୍କ ପାଖକୁ ଟଙ୍କାଟେ ଲେଖା ଯାଇଛି। ତ ତା ମଧ୍ୟରୁ ଭାବି ନିଅନ୍ତୁ ଆପଣଙ୍କୁ କେତେ ପରସେଣ୍ଟ ଲୋକଙ୍କୁ ଯାଇଥିବ? ଆପ୍ରୋକ୍ସିମେଟଲି 40%, ମାନେ ଯଦି 100ରୁ ଦେଖିବେ 40 ଲୋକଙ୍କୁ ଆକାଉଣ୍ଟକୁ ଟଙ୍କା ଯାଇଛି, ମାନେ 60 ଲୋକଙ୍କୁ ଟଙ୍କା ଯାଇନାହିଁ, 1 ଟଙ୍କା ଯାଇନାହିଁ। ତ 40% ଲୋକଙ୍କ ପାଖକୁ ଯାଇଛି। ତ ସେଥିମଧ୍ୟରୁ 24 ଲକ୍ଷ ହିଁ ଏପର୍ଯ୍ୟନ୍ତ ଆମାଉଣ୍ଟ, ମାନେ ଯେଉଁଟାକି KYC ହେଇପାରିଛି। ବିଶେଷ କରି ଯେଉଁମାନଙ୍କ ମୋତେ ଲାଗୁଛି ବା ନିଶ୍ଚିନ୍ତ ହେଇଛି, ମୁଁ ଯାହା ପଚାରି ବୁଝିଲି, ଯେଉଁମାନଙ୍କର ରାସନ କାର୍ଡ଼ ଅଛି, ତାଙ୍କର OTP ସହିତରେ ହେଇଥିଲା KYC କନଫର୍ମ, ସେଇମାନଙ୍କ ହିଁ ଆକାଉଣ୍ଟ DBT ଆକାରରେ ଟଙ୍କାଟେ ଲେଖା ଆସିଛି, ସେମାନଙ୍କ ହିଁ ସୁଭଦ୍ରା ଆସିଛି। ଯେଉଁମାନଙ୍କର ରାସନ କାର୍ଡ଼ ବିଶେଷ କରି ନାହିଁ ବା ସେ OTP ଦେଇକରି ସେ ଆପ୍ଲାଏ କରିନାହାନ୍ତି, ବିନା OTP, ଯେଉଁଟାକି OTP ଯେଉଁ ବନ୍ଦ ହେଲା ତାପରେ ଯେଉଁମାନେ ଆପ୍ଲାଏ କରିଛନ୍ତି ସେମାନଙ୍କୁ ଟଙ୍କା ଲେଖା ପ୍ରାୟ ଆସିନାହିଁ। ମୁଁ ଯାହା ତଦାରଖ କଲି, ଯେତିକି ଜଣଙ୍କୁ ପଚାରିଲି, ସେମାନେ ମଧ୍ୟରୁ ବିଶେଷ କରି ଲୋକ ଅଛନ୍ତି ଯାହାର OTP, ବିନା OTP ବାଲା ଆଉ ବିନା ରାସନ କାର୍ଡ଼ ବାଲା। ତ ଆପଣ ବ୍ୟସ୍ତ ହୁଅନ୍ତୁନି, ଫର୍ମରେ ଯାହା ବି ଫିଲ୍ଅପ୍ କରିଥିବେ ସେ ଅନୁସାରେ ଆପଣଙ୍କୁ ନିଶ୍ଚିନ୍ତ, ଯଦି କିଛି ଭୁଲ ଥିବ ସେମାନେ ନିଶ୍ଚିନ୍ତ ଆପଣଙ୍କୁ ଆଉ ଥରେ ଫିଲ୍ଅପ୍ କରିବାକୁ କହିବେ, ରିଜେକ୍ଟ ହେଇଯିବ ସେ ଫର୍ମଟି। ତ ଆଉ ଥରେ ଆପଣ ନିଶ୍ଚିନ୍ତ ଫିଲ୍ଅପ୍ କରିବେ, ଠିକ୍ ଅଛି। ଆଗକୁ ଯାହା ବି ଆପ୍ଲାଏ ହେବ ଲାଗୁଛି OTP, ମାନେ KYC ସହିତ ଏକାଥରେ ଆପ୍ଲାଏ ହେବ, ଯାହାକି କିଛି ପ୍ରୋବ୍ଲେମ୍ ନ ହେବା ପାଇଁ। ତ ଦେଖନ୍ତୁ, ଆପଣ ଯଦି ଆଉ ଗୋଟେ ପ୍ରୋବ୍ଲେମ୍ ଥିବ, ବ୍ୟାଙ୍କର DBT, ମାନେ ବ୍ୟାଙ୍କର ଯେଉଁ ଆଧାର କାର୍ଡ଼ଟା ଲିଙ୍କ୍ କରିଛନ୍ତି ଆପଣ, ତଥାପି ହେଇନାହିଁ, ଆପଣ ଚେକ୍ କରିନିଅନ୍ତୁ। ଯଦି ବ୍ୟାଙ୍କର ଆଧାର କାର୍ଡ଼ ଲିଙ୍କ୍ ନ ହେଇଥିବ, ସେଇଟା ହେଉଛି ମେନ୍ ପ୍ରୋବ୍ଲେମ୍, ଯେଉଁଟାକି ଆପଣ ଆକାଉଣ୍ଟ ସେମାନେ ପଇସା ଛାଡ଼ିଲେ ବି ଟଙ୍କା ଆସିନଥିବ। ମୁଁ ମଧ୍ୟ ଯାଇକି ଲିଙ୍କ୍ କରିଥିଲି, ଜଣଙ୍କର ଲିଙ୍କ୍ କରିଲା ପରେ ବି ତାଙ୍କର DBT ଯେଉଁଟା ଥିଲା ସେଇଟା ଅନଏବଲ୍ ଯେଉଁଟା ଅନ୍ ନଥିଲା। ତ ସେଇଟା ଆପଣ ବ୍ୟାଙ୍କ ଯାଇକି ତାକୁ ଅନ୍ କରାନ୍ତୁ, ଆଉ ଚେକ୍ କରନ୍ତୁ, ପ୍ରପର୍ ଚେକ୍ କରନ୍ତୁ ବ୍ୟାଙ୍କରେ ଆପଣଙ୍କର ଆଧାର କାର୍ଡ଼ ଲିଙ୍କ୍ ଅଛି ତ, ଆପଣ ମାନେ ଆକ୍ଟିଭ୍ ଅଛି ତ ଆପଣଙ୍କର DBT, ତାହେଲେ ଆପଣଙ୍କ ଟଙ୍କା ନିଶ୍ଚିନ୍ତ ଆସିବ। ସେତିକି ଭରସା ରଖିଥାନ୍ତୁ, ସେତିକି ନିଶ୍ଚିନ୍ତ ଆସିବ। ଯଦି ଆପଣ ଏଇ କାମଟା କରିଦେଲେ ତ ଆପଣ ପରଫେକ୍ଟଲି ଆସିବ। ତ ଆଉ ଗୋଟେ ଦେଖନ୍ତୁ, ଆପଣ ଆଧାର କାର୍ଡ଼ରେ ଆପଣ ଯଦି ଅପଡ଼େଟ୍ ନଥିବ, ଆଧାର କାର୍ଡ଼ ମଧ୍ୟ ଅପଡ଼େଟ୍ କରିନିଅନ୍ତୁ। ଏବେ ତ ଫାଙ୍କା ହେଲାଣି, ଆଧାର କାର୍ଡ଼ ମଧ୍ୟ ଅପଡ଼େଟ୍ କରିନିଅନ୍ତୁ ଜନସେବା କେନ୍ଦ୍ରରେ। ଆଧାର କାର୍ଡ଼ ଯଦି ଭୁଲ ଥିବ ସିଏ ବି ଆସିବନି। ତ ଆପଣଙ୍କର ସବୁ ପ୍ରଭାତୀ ପରିଡ଼ାଙ୍କ କହିବା ଅନୁସାରେ ସବୁ ମହିଳାମାନଙ୍କୁ ଆକାଉଣ୍ଟକୁ ପଇସା ଯିବ, ଟିକେ ଲେଟ୍ ହେଇପାରେ। ବନ୍ଧୁମାନେ, ଏହି ଭିଡ଼ିଓଟି ଏଇଠି ଶେଷ କରୁଛି। ପୁଣି ଦେଖା ହେବ ଏକ ନୂଆ ଭିଡ଼ିଓରେ, ଏକ ନୂଆ ଅପଡ଼େଟ୍କୁ ନେଇକିରି। ଯେଉଁମାନେ ଚ୍ୟାନେଲ ସବସ୍କ୍ରାଇବ୍ କରିନି ସବସ୍କ୍ରାଇବ୍ କରିନିଅନ୍ତୁ ନୂଆ ନୂଆ ଭିଡ଼ିଓରେ ପ୍ରଥମେ ଅପଡ଼େଟ୍ ପାଇବା ପାଇଁ। ରହୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଲାଇକ୍ ଆଉ ସେୟାର କରିବାକୁ ଭୁଲିବେନି।